ଗଞ୍ଜାମ ଜିଲ୍ଲା ଆସିକା ଧରାକୋଟ ଥାନା ଅନ୍ତର୍ଗତ ପଙ୍କଲବାଡ଼ି ଗ୍ରାମରେ ଏଭଳି ଏକ ଚାଞ୍ଚଲ୍ୟ ଘଟଣା ଘଟିଛି। ସୂଚନା ଅନୁସାରେ ଜଣାଶୁଣା ଲୁଗା ବ୍ୟବସାୟୀ ପୀତାମ୍ବର ଗୌଡ଼ ଓ ତାଙ୍କ ପରିବାର ଲୋକେ ଘର ବାରଣ୍ଡାରେ ଶୋଇଥିବାର ବେଳେ ଦୁର୍ବୃତ୍ତମାନେ ଘରର ପଛପଟେ କବାଟ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ। ପରେ ଘରେ ଥିବା ନଗଦ 2 ଲକ୍ଷ ଟଙ୍କା ସହ ପ୍ରାୟ 15 ଭରି ସୁନା ଅଳଙ୍କାର ଲୁଟ୍ ହୋଇଥିବାର ଜଣାପଡ଼ିଛି। ଖବର ପାଇ ଧରାକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ତଦନ୍ତ ଆରମ୍ଭ କରିଛି। ପୀତାମ୍ବର ଗୌଡ଼ ସେଇଟା ପାଖରେ ଶୋଇଛୁ, 3ଟା ଧୁମ୍ ଜାଣିଲି, ଆଉ ତା ପୂର୍ବରୁ ମୁଁ ଜାଣିନି। ବାରିପଟେ ଆସିକିରି ନେଇଥିଲି ଚୋରି 2 ଲକ୍ଷ ସୁନା 15 ତୁଲା। ସେ ଘର ପାଖକୁ କିଛି 3ଟା ଅଧିକ ଉଠିଲା ବେଳୁ କବାଟ 3ଟା ଭାଙ୍ଗି ନେଇଛନ୍ତି, ଆଲମାରୀ ଭାଙ୍ଗି ନେଇଛନ୍ତି।